ଭାନୁମତି ଥାଲି ଦି ରଖିକରି କଲା ଜରି କିଆ କାଜେ ଫାଡୁଛେ ତମେ ବୋଲଥିବ ଶିକାର କି ମାଛ ହବା କି ମିଠା ମୁଠି ହବା ବୋଲଥିବ ଆମେ ତ ହେତକି ନେଇ ଭାବବା ତାଲ କାଣା ଯେ ଜଲ୍ଦି ଦେଖ। ଜରିକେ ଫାଡି ନି ପାରଲା କେ ଏଟା ପନକି ଦି କାଟି ଦଉଛେ ଆରେ ଏହା ଏଟା ବାହାର କରୁଛେ ଦେଖି ପାରୁଥିବ। ଇହେ ବୁଆ ତମେ ଏଇଟା ଅଣ୍ଡା ସିଝେଇଥିଲ ଆମେ ତ କାଣା କାଣା ଭାବି ଦେଇଥିନୁ ନା ହୋ। ଅଣ୍ଡାକେ ଫୁଟେଇ କରି ସିଝେଇଥିନୁ ହୋ ପନିର ଭଲିଆ ରାନ୍ଧୁ ବୋଲି କରି ଅଣ୍ଡା ପନିର ବନାଉ ବୋଲି କରି। ଭାନୁମତି ପନିର କେ କେନ୍ତା କରି କାଟବା ହୋ। ଭାନୁମତି ଛୋଟ ଛୋଟ କରି କାଟି ଦଉଛେ ହୋ ଅଣ୍ଡା ସିଝାଲା ଅଣ୍ଡା କେ ତପୁଛେ ଯେ ହରबर କାଟି ନି ପାରବାର ହୋ ହେତିକା ଧୀରେ ଧୀରେ କାଟୁଛେ ତପୁଛେ ବୋଲୁଛେ ଆରେ ଏଟା କାଟି କୁଟା ଦଉଛେ ତ ପୁଛେ ବୋଲେ ଥଣ୍ଡା କରି ଦିଅ ହୋ। କାଟି କୁଟା କରିବି ରଖିଦେଲା ନା ହୋ ୟାଦ ଦେଖୁଛ କାଜି କଢେଇ ବି ବସେଇ ଦେଲା ନା ହୋ କଢେଇ ଗରମ ଲାଗେ ତେଲ ବି ଡାଲି ଦଉଛେ ତେଲ ଡାଲି ସାରିଲେ ଏବେ କେନ୍ତା କରବେ ହୋ ଜଲ୍ଦି କହ ରହି ନାଇଁ ହଉଛେ। ତେଲ ବି ଗରମ ହେଇଗଲା କେ ହୋ ଯେନ୍ ପନିର କାଟିଥିଲା ଲଗେଇ ଦଉଛେ ଭାଜି ଦେବା କେନି ଭାଜି କରି ରୋଲଚବା କେନି ଏନେ ତ ଭଲ ଲାଗବା ନେହରେ କେହି ଭଲ ଲାଗବା ହୋ କଚାଟା ଭାଜି ଦେଇକରି ଅଣ୍ଡା ପନିର ବି ଲାଲ ହେଇଗଲା କେ ହୋ ଏଟା ଖାଲି କାଢି ଦଉଛେ। ହେନ୍ତା ହେଲେ ଦୁଇ ବୁଢା ବୁଢୀ ପନିର ଚାଖନା ସାଙ୍ଗେ ମାଲ ଟିକେ ମାର ହୋ ଆର ଡ୍ୟାନ୍ସ ଟିକେ କର ତପେଶ୍ୱର କେ କ୍ୟାମରା ଧରେଇ ଦିତ ତମର ଡ୍ୟାନ୍ସ ଦେଖଲେ ଟିକେ ଗହକି ଲାଗସି ହୋ।